ଆଜିର ପ୍ରସଙ୍ଗ ଅକ୍ଷୟ ତୃତୀୟାରେ ମିଳେ ଅକ୍ଷୟ ଫଳ। ଆଲେଖ୍ୟ ସନ୍ତୋଷ କୁମାର ଦାସ। ଉପସ୍ଥାପନାରେ ସ୍ମୃତିରେଖା ତାରିଣିଆ। ପବିତ୍ର ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ଦିବସଟି ଅକ୍ଷୟ ତୃତୀୟା ବା ଅକ୍ଷୀ ତୃତୀୟା ନାମରେ ପରିଚିତ। ଆମ ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଅକ୍ଷୟ ତୃତୀୟା ଏକ ମହାନ ପର୍ବ ଭାବେ ପାଳିତ ହୋଇଥାଏ। ଆମ ରାଜ୍ୟ ଚାଷୀ ବହୁଳ ରାଜ୍ୟ ହୋଇଥିବାରୁ ଅକ୍ଷୟ ତୃତୀୟା ଚାଷୀ ଓ କୃଷକମାନଙ୍କ ପର୍ବ ଭାବେ ପରିଗଣିତ ହୋଇଥାଏ। ପୌରାଣିକ ଗ୍ରନ୍ଥ ଅନୁସାରେ ବୈଶାଖ ମାସ ଶୁକ୍ଳପକ୍ଷ ତୃତୀୟା ତିଥିରେ ଯେକୌଣସି ଶୁଭ କାର୍ଯ୍ୟ କରାଗଲେ ଅକ୍ଷୟ ଫଳ ପ୍ରାପ୍ତ ହୋଇଥାଏ। ଏହି କାରଣରୁ ଏହି ଦିନଟିକୁ ଅକ୍ଷୟ ତୃତୀୟା ବୋଲି କୁହାଯାଇଥାଏ। ମାନ୍ୟତା ଅଛି କି ଅକ୍ଷୟ ତୃତୀୟା ହେଉଛି ଏପରି ଏକ ତିଥି ଯେଉଁଥିରେ ସୌଭାଗ୍ୟ ଓ ଶୁଭଫଳ କେବେ ବି ଶେଷ ବା କ୍ଷୟ ହୁଏ ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅକ୍ଷୟ ତୃତୀୟା ତିଥିର ପ୍ରତ୍ୟେକଟି ମୁହୂର୍ତ୍ତ ସ୍ୱୟଂ ସିଦ୍ଧ ହୋଇଥାଏ। ସବୁ କାର୍ଯ୍ୟର ଅନୁକୂଳ ପାଇଁ ଅକ୍ଷୟ ତୃତୀୟା ଦିନଟି ବେଶ୍ ଭଲ ଓ ଶୁଭ ହୋଇଥିବାରୁ ଏହି ଦିନ ଓଡ଼ିଆମାନେ ଗୃହ ନିର୍ମାଣ କାର୍ଯ୍ୟର ଆରମ୍ଭ, ଗୃହ ପ୍ରବେଶ, ନିର୍ବନ୍ଧ, ବିବାହ କାର୍ଯ୍ୟ କରିବା ସହିତ ଚାଷୀମାନେ ନିଜ ନିଜ ବିଲରେ ବିହନକୁ ପୂଜା କରି ବୁଣା କାର୍ଯ୍ୟ ଆରମ୍ଭ କରିଥାନ୍ତି। ଆନୁଷ୍ଠାନିକ ଭାବେ ଏହି ଦିନଠାରୁ ଚାଷ କାର୍ଯ୍ୟ ଆରମ୍ଭ ହୋଇଥାଏ। ଏହି ଦିନଟି ଚାଷୀମାନଙ୍କର ପ୍ରିୟ ଦିବସ ହୋଇଥିବାରୁ ସରକାର ଔପଚାରିକ ଭାବେ ଏହି ଦିବସକୁ କୃଷକ ଦିବସ ଭାବେ ପାଳନ କରିଆସୁଛନ୍ତି। ଆମ ରାଜ୍ୟର କୃଷକମାନେ ଏହି ଦିନଟିକୁ ବେଶ୍ ଆନନ୍ଦ ଉଲ୍ଲାସର ସହ ଶୁଦ୍ଧି ଓ ସିଦ୍ଧି ଦିବସ ଭାବେ ପାଳନ କରିଥାନ୍ତି। ଚାଷୀଟିଏ ଏହି ଦିନ ଅକ୍ଷିମୁଠି ଅନୁକୂଳ କରି କୃଷି କାର୍ଯ୍ୟରେ ଶୁଭାରମ୍ଭ କରିଥାଏ। ନିଜ କ୍ଷେତରେ ଚାଷୀଟି ଧରଣୀ ମା ଓ ମା ଲକ୍ଷ୍ମୀଙ୍କୁ ପୂଜା କରିବା ପରେ ହଳ ଲଙ୍ଗଳ ଚଲାଇ ବିହନ ମଞ୍ଜି ସବୁକୁ ବୁଣିଥାନ୍ତି। ଏହାକୁ ଅକ୍ଷିମୁଠି ଅନୁକୂଳ କାର୍ଯ୍ୟ ବୋଲି କୁହାଯାଇଥାଏ। ଏହି ଦିନ ବିହନ ମଞ୍ଜି ବୁଣା ହେଲେ ସବୁ ବିହନ ମଞ୍ଜିରୁ ଧାନ ଗଛ ସୃଷ୍ଟି ହୋଇ ଭଲ ଫସଲ ମିଳିଥାଏ ବୋଲି ବିଶ୍ୱାସ ରହିଛି। ସେଥିପାଇଁ କୁହାଯାଏ ଅକ୍ଷୟ ତୃତୀୟା ତିଥିରେ ମିଳେ ଅକ୍ଷୟ ଫଳ। ଅକ୍ଷୟ ତୃତୀୟା ତିଥିରେ ପୁରୀ ଶ୍ରୀକ୍ଷେତ୍ରଠାରେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରାର ରଥ ନିର୍ମାଣ କାର୍ଯ୍ୟର ଶୁଭାରମ୍ଭ ହୋଇଥାଏ। ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରୁ ଶ୍ରୀଜୀଉମାନଙ୍କ ଆଜ୍ଞାମାଳ ରଥ ଖଳାକୁ ଏକ ବିରାଟ ଶୋଭାଯାତ୍ରାରେ ବିଜେ ହୋଇଥାଏ। ତିନି ରଥ ପାଇଁ ତିନୋଟି ଆଜ୍ଞାମାଳ ପୂଜା ପଣ୍ଡା ଆଣି ଆସିଥାନ୍ତି। ତିନି ଆଜ୍ଞାମାଳ ତିନୋଟି ଧଉରା କାଠରେ ଲାଗି କରାଯାଏ। ପରେ ତିନି ରଥର ମୁଖ୍ୟ ମହାରାଣାମାନେ ନିଜେ ମା ଦକ୍ଷିଣକାଳୀଙ୍କ ନିକଟରେ ପୂଜା ହୋଇଥିବା କୁରାଢ଼ୀରେ ତିନୋଟି ରଥ କାଠକୁ ସ୍ପର୍ଶ କରି ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥାନ୍ତି କିପରି ବିନା ବାଧାବିଘ୍ନରେ ରଥ ନିର୍ମାଣ ଓ ଘୋଷଯାତ୍ରା ସମ୍ପୂର୍ଣ୍ଣ ହେବ ସେ ନେଇ ଗୁହାରି କରିଥାନ୍ତି। ଏହି ଦିବସଠାରୁ ମହାପ୍ରଭୁଙ୍କ ପ୍ରସିଦ୍ଧ ଦ୍ୱାଦଶ ଯାତ୍ରା ମଧ୍ୟରୁ ଅନ୍ୟତମ ଚନ୍ଦନ ଯାତ୍ରାର ଶୁଭାରମ୍ଭ ହୋଇଥାଏ। ଏହି ଦିନ ବ୍ୟାସଦେବ ଅଗ୍ରପୂଜ୍ୟ ଶ୍ରୀ ଗଣେଶଙ୍କ ଦ୍ୱାରା ମହାଭାରତ ଗ୍ରନ୍ଥର ରଚନା ଆରମ୍ଭ କରିଥିଲେ। ଏହି ଦିନ ଭଗବାନ ଶ୍ରୀହରି ବିଷ୍ଣୁଙ୍କର ଷଷ୍ଠ ଅବତାର ଶ୍ରୀ ପରଶୁରାମ ଅବତାର ଗ୍ରହଣ କରିଥିଲେ। ଏହି ଦିନ ମା ଗଙ୍ଗାଙ୍କର ପୃଥିବୀ ଲୋକକୁ ଆଗମନ ହୋଇଥିଲା। ଏହି ଦିନ ଦେବତା କୁବେରଙ୍କୁ ଧନଭଣ୍ଡାରର ଦାୟିତ୍ୱ ମିଳିଥିଲା। ଏହି ଦିନ ଶ୍ରୀକୃଷ୍ଣ ଓ ତାଙ୍କ ପରମ ମିତ୍ର ସଖା ସୁଦାମାଙ୍କର ଭେଟ ହୋଇଥିଲା। ଏହି ଦିନ ସୂର୍ଯ୍ୟଦେବ ପଞ୍ଚୁ ପାଣ୍ଡବଙ୍କୁ ଅକ୍ଷୟ ପାତ୍ର ପ୍ରଦାନ କରିଥିଲେ ବୋଲି ମହାଭାରତରେ ବର୍ଣ୍ଣିତ ହୋଇଛି। ଏହି ଦିନ ବୃନ୍ଦାବନର ବାଙ୍କ ବିହାରୀ ମନ୍ଦିରରେ ଶ୍ରୀକୃଷ୍ଣଙ୍କର ଚରଣ ଦର୍ଶନ ହୋଇଥାଏ। ଏହି ଦିନ କେନ୍ଦ୍ରାପଡ଼ାର ପ୍ରସିଦ୍ଧ ଶ୍ରୀ ବଳଦେବଜୀଉ ମନ୍ଦିରରେ ବଡ଼ ଠାକୁର, କୃଷିର ଦେବତା ହଳାୟୁଧ ଶ୍ରୀ ବଳଭଦ୍ର ଓ ଦେବୀ ରେବତୀଙ୍କ ମଧ୍ୟରେ ଶୁଭ ବିବାହ ଅନୁଷ୍ଠିତ ହୋଇଥାଏ। ବିଶ୍ୱାସ ରହିଛି ଯେ ଏହି ତିଥିରେ ସତ୍ୟ ଓ ତ୍ରେତୟା ଯୁଗର ଆରମ୍ଭ ହୋଇଥିଲା। ଏହି ଦିନ ଆଦି ଶଙ୍କରାଚାର୍ଯ୍ୟ କଜଳଧାରା ସ୍ତୋତ୍ର ରଚନା କରିଥିଲେ। ଆଜିଠାରୁ ମଧ୍ୟ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି। ଏହି ଦିନ ଶିବଶମ୍ଭୁଙ୍କ ଶୀତଳଷଷ୍ଠୀ ଯାତ୍ରାର ଶୁଭାରମ୍ଭ ହୋଇଥାଏ। ଏଥିରୁ ସହଜରେ ଅନୁମେୟ ଯେ ଅକ୍ଷୟ ତୃତୀୟା ତିଥି କେତେ ଶୁଦ୍ଧ ଏବଂ ପବିତ୍ର ଦିନଟିଏ।